ଅବକାରୀ ଚଢ଼ାଉ ରାଉରକେଲାରେ ଅବକାରୀ ଚଢ଼ାଉ ରାଉରକେଲା ଅବକାରୀ ବିଭାଗର ସଦର ରେଞ୍ଜ ତରଫରୁ ଗତ 22 ତାରିଖ ସନ୍ଧ୍ୟା ସମୟରେ ଝାଡ଼ଖଣ୍ଡ ରାଜ୍ୟରୁ ରାଉରକେଲା ସହରକୁ ଏକ କାର୍ ଯୋଗେ ବେଆଇନ ଭାବେ ହାତ ରନ୍ଧା ଚୋରା ମଦ ଆସୁଥିବା ଖବର ପାଇ କୁକୁଡ଼ା ରେଲୱେ ଫାଟକଠାରେ କାର୍କୁ ଚଢ଼ାଉ କରି 600 ଲିଟର ରନ୍ଧା ମଦ ସହ ଗୋଟିଏ ମାରୁତି ସୁଜୁକି ୱାଗନର ORO 2BJ 5644 କାର୍ ଓ ଆସାମୀ ସହ ଏକ ମୋବାଇଲ ସ୍ମାର୍ଟଫୋନ୍କୁ ଜବତ କରାଯାଇଛି। ଆସାମୀ ହେଉଛନ୍ତି ରାଜ ପାନି, ପିତା ବିପିନ ପାନି। ସେ ରାଉରକେଲା ଗୋପବନ୍ଧୁ ପାଲି ଥାନା ପ୍ଲାଣ୍ଟ ସାଇଟ୍ର ବୋଲି ଜଣାପଡ଼ିଛି। ଆସାମୀ ରାଉରକେଲାକୁ ସପ୍ତାହକୁ 2 ଥର ଲେଖାଏଁ ମଦ ସପ୍ଲାଇ କରୁଥିବା ସ୍ୱୀକାର କରିଛି। ଆସାମୀର ବୟାନକୁ ଭିତ୍ତି କରି ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଚୋରା ମହୁଲି ମଦ ରଖି ବିକ୍ରୟ କରୁଥିବା ରାଉରକେଲା ବାସିନ୍ଦା ରବି ଦେ, ରାଜମଣି ଦେବୀ, ଘାସି ସାହାଣୀ, ବଲବୀର ସିଂ, ଅଜୟ ଓରାମଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏ ସମସ୍ତ ବ୍ୟକ୍ତି ପ୍ଲାଣ୍ଟ ସାଇଡ୍ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। କୋର୍ଟରେ ଏମାନଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ସଂକ୍ରାନ୍ତରେ ଅବକାରୀ ରେଞ୍ଜ କେସ୍ ନମ୍ବର 75/2425 ମକଦ୍ଦମା ରୁଜୁ କରାଯାଇଛି। ଅବକାରୀ ସୁପରିଟେଣ୍ଡେଣ୍ଟ S ଆସଫ ଅଲିଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ାଉରେ ଏକ୍ସାଇଜ ଇନ୍ସପେକ୍ଟର ମୋହନ ପ୍ରଧାନ, OIC ମନୁ ଆୟଲ, ଇନ୍ସପେକ୍ଟର ମୋବାଇଲ ୟୁନିଟ୍ ଥାର୍ପା ମାରାଣ୍ଡି, SI ଅଜୟ ପ୍ରଧାନ, ଆକାଶ ସାହୁଙ୍କ ସମେତ ଅବକାରୀ ଷ୍ଟାଫ୍ ଶ୍ରୀନିବାସ ବିଶୋଇ, ସପନ ସାହୁ, ସୁକାନ୍ତ ଅମାତ, ସୂର୍ଯ୍ୟକାନ୍ତ ସ୍ୱାଇଁ, ନବୀନ ଭୁଆଁ, ବବଲୁ ସ୍ୱାଇଁ, ସୌମ୍ୟ ସାହୁ, ହେମା ମଞ୍ଜରୀ, ଦୀଖାଲୁ କିଷାନ, ସାବିତ୍ରୀ ଦେବୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।